ମୁଁ ଆଜି ପହଞ୍ଚି ଯାଇଛି ବରଗଡ଼ ଜିଲ୍ଲାର ହଲସାପାଲି ଗ୍ରାମ ପଞ୍ଚାୟତ ଠାରେ ବି ମୁଁ ଉପସ୍ଥିତ ଅଛି। ଏଠି ଆମ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶାର ପ୍ରୋଗ୍ରାମ ଆଜି ଆୟୋଜିତ ହୋଇଛି। ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ରାଜ୍ୟ ସରकारଙ୍କ ପ୍ରୟାସର ଆଜି ଏକ କାର୍ଯ୍ୟକ୍ରମ ରଖିଛନ୍ତି ଏମାନେ। ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରୟାସ। ବରଗଡ଼ ଜିଲ୍ଲା ରାଜବୋଡ଼ାସପର ବ୍ଲକ ପଳାସପାଲି ଗ୍ରାମ ପଞ୍ଚାୟତଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ। ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କର ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜି ଯେଉଁ ହୋଇଛି ଆପଣ ସଚେତନ ଶିବିର ବାବଦ ନେଇକରି ଯେଉଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତ୍ତା ପଠାଇଛନ୍ତି, ଆମେ ତାହାକୁ କିପରି ସ୍ୱାଗତ ଯୋଗ୍ୟ କରିକିରି ଏ ଅଞ୍ଚଳର ଉନ୍ନତି କରିବା ଲାଗି ଆମର ପ୍ରୟାସ ଅଛି। ଅଞ୍ଚଳବାସୀଙ୍କ ଲାଗି କିପରି ଉନ୍ନତି ରହିବ, ଏ 24 ଇଲେକ୍ସନ ଠାରୁ ମୁଁ ପ୍ରାଣପଣେ ଚେଷ୍ଟା କରିକିରି ତାଙ୍କର ମାଣତ୍ୟ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମାଣତ୍ୟ ବଢ଼ାଇବାର ଲାଗି ମୁଁ ହୃଦୟବୋଧ କରିଛି। 1994ରେ ମଧ୍ୟ ମୋତେ ଅନକଣ୍ଟେଷ୍ଟ ସମିତି ସଭ୍ୟ ହିସାବରେ ମୋତେ ନିର୍ବାଚନ କରି ପଠାଇଥିଲେ। ଏଇଥର ମଧ୍ୟ ମୋତେ ମୋର ଗୁଡ଼ାନ ପଞ୍ଚାୟତକୁ ଧନ୍ୟବାଦ। ସେମାନେ ମଧ୍ୟ ଫେର ଦ୍ୱିତୀୟ ଥର ମୋତେ ପଠାଇଥିବାରୁ ମୁଁ ଅଞ୍ଚଳବାସୀଙ୍କ ପ୍ରତି ବହୁତ ଖୁସି ଏବଂ ବହୁତ କୃତଜ୍ଞ। ଆଜିର କାର୍ଯ୍ୟକ୍ରମ ଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା, ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅନେକ ଗୁଡ଼ିଏ ଯୋଜନା 15ଟି ଯୋଜନା ରହିଛି। ସେଥିମଧ୍ୟରୁ ଆମର କାର୍ଯ୍ୟକ୍ରମ ଥିଲା ତାହା ପାଲା ମାଧ୍ୟମରେ, ଦଣ୍ଡନୃତ୍ୟ ମାଧ୍ୟମରେ ଏବଂ ଏହି କାର୍ଯ୍ୟକ୍ରମଟି ଆମ ଓଡ଼ିଶା ନବୀନ ଓଡ଼ିଶାର ଏହା ଅଂଶବିଶେଷ। ଏଥିରେ ପଞ୍ଚାୟତସ୍ତରୀୟ ସଚେତନ ଶିବିର ଅନୁଷ୍ଠିତ ହୋଇଛି ପଲସାପାଲି ପଞ୍ଚାୟତରେ। ଏଥିରେ ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକ ଯେଉଁ କାର୍ଯ୍ୟକାରୀ ହେଉଛି ସେଟା ପ୍ରତ୍ୟେକ ପଞ୍ଚାୟତ ସ୍ତରର ଲୋକମାନଙ୍କୁ ସଚେତନ କରିବା ଏବଂ ଜଣାଇବା ପାଇଁ ଏ କାର୍ଯ୍ୟକ୍ରମଟି ଉଦ୍ଦିଷ୍ଟ ଅଟେ। ଏବଂ ଏହି ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁଛି କି ନାହିଁ ଗ୍ରାମାଞ୍ଚଳ ସ୍ତରରେ ସେହି ସବୁର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଯୋଜନାଟି କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓ ଏଲ୍ସିଡି ମାଧ୍ୟମରେ ଲୋକଙ୍କୁ ରାଜ୍ୟ ସରକାରଙ୍କର ଯୋଜନାଗୁଡ଼ିକ ପ୍ରସାରଣ କରାଗଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପିଓ ଘନଶ୍ୟାମ ଟାଟାଙ୍ଗ ପରିଚାଳନା କରିଥିଲେ ଓ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହିଥିଲେ। ବରଗଡ଼ରୁ କୃପାସିନ୍ଧୁ ମହାନ୍ତିଙ୍କ ରିପୋର୍ଟ, ଆୱାଜ ମିଡିଆ। Please subscribe Awaaz Media on YouTube and press the bell icon.